नंबर 1 ଠାକୁରଙ୍କ ଘର କଳସରେ ତମ୍ବା ପଇସା ନିଶ୍ଚିତ ପକାନ୍ତୁ। ଏହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ନମ୍ବର 2 ଘରେ ହଳଦୀ ଗଛ ଲଗାଇବା ଶୁଭ ହୋଇଥାଏ। ଏହା ଘରେ ଆର୍ଥିକ ସମସ୍ୟା ଦୂର କରିଥାଏ ଏବଂ ପୋକ ମାଛି ହୋଇନଥାନ୍ତି ଏବଂ ଘର ପାଇଁ ଏହି ଗଛଟି ବହୁତ ମଙ୍ଗଳକାରୀ ହୋଇଥାଏ। ନମ୍ବର 3 ଯାହାଙ୍କୁ ଅଧିକ ଜ୍ୱର ହୋଇଥାଏ ତାଙ୍କୁ ଛେଳି କ୍ଷୀର ପିଇବା କଥା। ନମ୍ବର 4 ଠାକୁରଙ୍କ ଘରେ ଶଙ୍ଖ ରଖିବା ଉଚିତ। 2ଟି ଶଙ୍ଖ ରଖିବା ଶୁଭ ହୋଇଥାଏ। ସବୁଦିନ ଠାକୁର ଘରେ ଶଙ୍ଖ ଫୁଙ୍କିବା ଏବଂ ଶଙ୍ଖ ଦେଖିବା ବହୁ ଶୁଭ ହୋଇଥାଏ। ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ନମ୍ବର 5 ଯେଉଁମାନେ ଖୁସିରେ ଅଛନ୍ତି ସେମାନଙ୍କର ପୁଣ୍ୟର ଫଳ ଖର୍ଚ୍ଚ ହୋଇଯାଉଛି ଏବଂ ଯେଉଁମାନେ ଦୁଃଖରେ ଅଛନ୍ତି ସେମାନଙ୍କର ପାପର କଳସରୁ ପାପ ସରି ସରି ଯାଉଛି। ଦୁଃଖ କରିବା ଉଚିତ ନୁହେଁ। ଜୀବନର ମାନେ ସୁଖ ଏବଂ ଦୁଃଖ ନିଶ୍ଚିତ ଆସିବ। ଆପଣ ଏବେ ଯଦି ସୁଖ ଭୋଗ କରୁଛନ୍ତି ତାହେଲେ ଆପଣଙ୍କ ଭାଗ୍ୟରେ ଯେତିକି ସୁଖ ଭୋଗିବାର ଅଛି ସେ ସୁଖ ସବୁ କମି କମି ଯାଉଛି। ଆଗକୁ ଦୁଃଖ ଆସିବ। ଯେଉଁମାନେ ଦୁଃଖ ଭୋଗ କରୁଛନ୍ତି ତ ଆପଣଙ୍କ ଭାଗ୍ୟରେ ଯେତିକି ଦୁଃଖ ଲେଖା ହେଇଛି ସେହି ଦୁଃଖକୁ ଆପଣ ଏବେ ଭୋଗ କରୁଛନ୍ତି ତ ସେହି ଦୁଃଖ ମାନେ ସରି ସରି ଯାଉଛି। ଆପଣ ମାନେ ମନ ଦୁଃଖ କରନ୍ତୁନି। ଦିନ ଆସିବ ଏ ସବୁ ଦୁଃଖ ଆପଣଙ୍କର ସରିଯାଇଥିବ ଆଉ ତାପରେ ସୁଖ ଆସିବ। ଯେମିତି ଦିନ ପରେ ରାତି, ରାତି ପରେ ଦିନ, ସେମିତି ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ। ଅଧିକ ଗରମ ଜିନିଷ ପିଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଏ। ମାସିକ ଧର୍ମ ସମୟରେ ନିଶ୍ଚୟ ହଳଦୀ ତେଲ ଏବଂ ଗୋବର ଲଗାଇ ଗାଧେଇବା ଉଚିତ ଏବଂ ମୁଣ୍ଡ ଧୋଇ ଗାଧେଇବା ଉଚିତ। ଏହାଦ୍ୱାରା ଶରୀର ଶୁଦ୍ଧ ପବିତ୍ର ହୋଇଥାଏ। ଶୋଇବା ସମୟରେ ମୁଣ୍ଡ ପାଖରେ ଧାରୁଆ ଜିନିଷ ଯେମିତିକି ଛୁରୀ, କଇଁଚି ଇତ୍ୟାଦି ରଖିବା ଉଚିତ ନୁହେଁ ଏବଂ ମୋବାଇଲ ଫୋନ୍ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଭୋଜନ କରିବା ସମୟରେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଖାଇବା ଶାନ୍ତି ମନରେ ଖାଇବା ଉଚିତ। ରାଗି କି ଦୁଃଖରେ ଭୋଜନ କରିବା ଉଚିତ ନୁହେଁ। ଏହି ଭୋଜନ ଶରୀରରେ ଓଲଟା କାମ କରିଥାଏ। ଆପଣ ଯେତେବେଳେ ବି ଖାଦ୍ୟ ଖାଉଛନ୍ତି ଶାନ୍ତି ମନରେ ଖୁସି ମନରେ ଖାଆନ୍ତୁ। ଯାହା ବି ଆପଣ ପାଆନ୍ତୁ, ଶାଗ ପଖାଳ ହେଉ କି ପିଆଜ ଦେଇକି ଭାତ ହେଉ କି ଭଲ ମାନେ ମାଂସ କି ଯାହା ବି ହେଉ ଆପଣ ତାକୁ ସବୁବେଳେ ଖୁସିରେ ଖାଇବେ। ଝିଟିପିଟି ଯଦି ଶରୀର ଉପରେ ପଡ଼ିଯାଏ ତେବେ ଟିକେ ମୁଣ୍ଡରେ ପାଣି ଛିଞ୍ଚି ଦିଅନ୍ତୁ ଏବଂ ଠାକୁରଙ୍କୁ ସେହି ସମୟରେ ସ୍ମରଣ କରନ୍ତୁ। ଦେଖିବେ କୌଣସି ଅସୁବିଧା ହେବ ନାହିଁ। ତୁଳସୀ ପତ୍ରର ସେବନ କଲେ ମ୍ୟାଲେରିଆ ରୋଗ ହୋଇନଥାଏ। ସକାଳର ଜଳଖିଆ ଦିନ ଯାକର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୋଜନ। ସକାଳର ଜଳଖିଆ ଛାଡ଼ିଲେ ଆପଣଙ୍କ ଶରୀର ଏବଂ ଦିମାଗ କମଜୋର ହୋଇଯାଇଥାଏ। ଠିଆ ହୋଇକି ପାଣି ପିଅନ୍ତୁ ନାହିଁ। ଏମିତି କଲେ ଆଣ୍ଠୁ ଶୀଘ୍ର କମଜୋର ହୋଇଯାଇଥାଏ। ଯଦି ଆପଣ ସକାଳୁ ଚା ବା କଫି ବଦଳରେ ଗୋଟେ ସେଓ ଖାଆନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଜ୍ୱର ହୋଇଥିବା ସମୟରେ ଯଦି ହେଙ୍ଗୁର ସେବନ କରନ୍ତି ଏଥିରୁ ଜଲ୍ଦି ଆରାମ ମିଳିଥାଏ। ଗୋଡ଼ର ଆଙ୍ଗୁଠିର ନଖରେ ସୋରିଷ ତେଲ ଲଗାଇଲେ ଆଖି କୁଣ୍ଡେଇ ହେବା, ଲାଲି ଏବଂ ପୋଡ଼ା ହେବା ଦୂର ହୋଇଥାଏ। ଯେଉଁ ଲୋକମାନଙ୍କୁ ଭୁଲିବା ବିମାରୀ ଅଛି ସେମାନେ ଡାଲଚିନି ଚବାନ୍ତୁ। ଭୁଲିବା ବିମାରୀରୁ ଆରାମ ମିଳିଥାଏ। କାକୁଡ଼ିରେ ବାଦାମ ମିଶାଇକି ଚେହେରାରେ ଲଗାଇଲେ ଚେହେରାରେ ଚମକ ଆସିଥାଏ। ଯଦି ଆପଣଙ୍କ ମୁଣ୍ଡ ଯନ୍ତ୍ରଣା ହେଉଥାଏ ତେବେ ଆପଣ ଲେମ୍ବୁର ପତ୍ରକୁ ବାଟି ତାହାର ରସ ବାହାର କରି ତାକୁ ଶୁଙ୍ଘନ୍ତୁ। ଶୀଘ୍ର ଆରାମ ମିଳିଥାଏ। ମାଇଗ୍ରେନ୍ ସମସ୍ୟାରୁ ମୁକ୍ତି ମିଳିଥାଏ। ରାତ୍ରି ସମୟରେ ଅଧିକ ଭାତ ପେଟ ଭରି ଖାଆନ୍ତୁ ନାହିଁ। କାହିଁକି ନା ଭାତ ଶୀଘ୍ର ହଜମ ହୋଇନଥାଏ। ମୁହଁରେ ନିଶ୍ୱାସ ନେଲେ ଆପଣଙ୍କ ଆୟୁଷ ହ୍ରାସ ହୋଇଥାଏ। ସେଥିପାଇଁ ସବୁବେଳେ ନାକ ପଟେ ନିଶ୍ୱାସ ନିଅନ୍ତୁ। 100 ଥର ହସିବା କୌଣସି ସାଇକେଲରେ 15 ମିନିଟ୍ ବ୍ୟାୟାମ କରିବା ସହିତ ସମାନ। ପିଆଜ ରସ ପିଇଲେ ଛାତିର କଫ ସଫା ହୋଇଯାଏ। ହାକୁଟିକୁ ରୋକିବା ପାଇଁ ଗୋଟେ ଲବଙ୍ଗକୁ ପାଣି ସହିତ ଗିଳି ଦିଅନ୍ତୁ। ଶୋଇବା ସମୟରେ ପିଠି ତଳେ ଗୋଟେ ଛୋଟ ତକିଆ ରଖିଦେଲେ ସାରା ଦିନ ଆଉ କମର ଯନ୍ତ୍ରଣା ହୋଇନଥାଏ। ଯଦି ଆପଣ ଉକୁଣି ଠାରୁ ମୁକ୍ତି ପାଇବା ପାଇଁ ଚାହାନ୍ତି ତାହେଲେ ଅଦାକୁ ପେଷିକି ନିଜ ମୁଣ୍ଡରେ ଲଗାନ୍ତୁ। ଉକୁଣି ଖତମ ହୋଇଯାଆନ୍ତି। ଯଦି ଆପଣ ଜଲ୍ଦିରେ କଞ୍ଚା ରୁଟି ଖାଇ ଦେଉଛନ୍ତି ତାହେଲେ ଆପଣଙ୍କର ପେଟ ବିମାରୀ ହୋଇପାରେ। ଯଦି ଆପଣଙ୍କ ଗଳାରେ ଯନ୍ତ୍ରଣା ହେଉଛି
ତାହେଲେ ଟିକିଏ ଚିନି ଓ ହଳଦୀ ନିଅନ୍ତୁ ଏବଂ ଧୀରେ ଧୀରେ ଗରମ କ୍ଷୀରରେ ପିଅନ୍ତୁ। ଏଥିରୁ ଶୀଘ୍ର ଆରାମ ମିଳିଥାଏ।